ଆପଣଙ୍କର ଯେତେ ବିଶିଷ୍ଟ ବୈଜ୍ଞାନିକ ବିଶିଷ୍ଟ ଶିକ୍ଷକ ବିଶିଷ୍ଟ ଇଞ୍ଜିନିୟର ସେ ଜାଗାରୁ ବାହାରିଛନ୍ତି ରେଭେନ୍ସା କଲେଜରୁ ସେମାନେ କ'ଣ ନିଜକୁ ଲଜ୍ଜିତ ମନେ କରୁଛନ୍ତି ଯେ ବ୍ରିଟିଶ ଶାସନ ସମୟରେ ରେଭେନ୍ସା ବୋଲି ଜଣେ ବ୍ୟକ୍ତି ଥିଲେ ତାଙ୍କରି ନାଁରେ ନାମିତ ଗୋଟେ କଲେଜରେ ଆମେ ପଢୁଛୁ? ବୁଝିପାରିଲିନି ରେଭେନ୍ସାଙ୍କ ନାଁକୁ ନେଇକି ଗର୍ବ କରିବା କଥା ଯୋଉ କହୁଥିଲେ ରେଭେନ୍ସାଙ୍କ ନାଁକୁ ନେଇକି ଆମେ ଲଜ୍ଜିତ କି ରେଭେନ୍ସା ନାଁଟା କାହିଁକି ରହିଲା ବୋଲି? ନା 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 ଆମେ ଚିନ୍ତା ବି କରୁନୁ ସେ ବିଷୟରେ। ଆପଣଙ୍କୁ ଉଦାହରଣ ଦିଏ ମହାରାଷ୍ଟ୍ରରେ ଗୋଟେ କଲେଜ ଅଛି ଏଲଫିନଷ୍ଟୋନ କଲେଜ। ଏଲଫିନଷ୍ଟୋନ ବି ଜଣେ କହିପାରନ୍ତି ଜଣେ ଔପନିବେଶିକ ଶାସକ ଗଭର୍ଣ୍ଣର ଡେକାନ ଥିଲେ ମରାଠାର ଗଭର୍ଣ୍ଣର ବି ଥିଲେ ତାଙ୍କ ନାଁ ଅନୁସାରେ ଗୋଟେ କଲେଜ ହେଇଥିଲା। ସେ କଲେଜ ବିଷୟ ମହାରାଷ୍ଟ୍ରୀୟାନ ମାନେ କେବେ ହେଲେ ମରାଠା ମାନେ କହିନାହାନ୍ତି ଯେ ଏଲଫିନଷ୍ଟୋନ ନାଁଟାକୁ ସ୍ମରଣ କରିବା ପାଇଁ ଗୋଟେ ୟୁନିଭର୍ସିଟିରେ ପରିଣତ କରାଯାଉ। ଇଟ୍ସ ଆଫିଲିଏଟେଡ୍ ଟୁ ଦି ମୁମ୍ବାଇ ୟୁନିଭର୍ସିଟି। ଆମେ କାହିଁକି ଦାବି କରୁଛେ ରେଭେନ୍ସା ନାଁକୁ ପରିବର୍ତ୍ତନ ପାଇଁ? ରେଭେନ୍ସା କଲେଜ ୟୁନିଭର୍ସିଟି ହେଲା ଯେହେତୁ ରେଭେନ୍ସା କଲେଜ ଥିବା ପର୍ଯ୍ୟନ୍ତ କେହି ବଦଳ କରିନଥିଲେ। ଇଟ୍ ଉଡ୍ ହାଭ୍ ବିନ୍ ୱାନ୍ ଅଫ୍ ଦି 100, 200, 500 କଲେଜେସ୍। ମୁଁ ସେଥିପାଇଁ ଚିନ୍ତିତ ବି ହୁଅନ୍ତିନି। ଯଦି ରହିଗଲା ତ ରହିଗଲା, ଯେମିତି ଏଲଫିନଷ୍ଟୋନ ରହିଛି ସେମିତି ରେଭେନ୍ସା ରହିଗଲା, ସେଥିପାଇଁ ଚିନ୍ତା କରନ୍ତି। କିନ୍ତୁ ରେଭେନ୍ସାକୁ ଗୋଟେ ୟୁନିଟାରୀ ୟୁନିଭର୍ସିଟିରେ ପରିଣତ କରାଯାଇଛି। ଏବଂ ଆପଣ ଜାଣିବା ଦରକାର ଯେ ଭାରତର 50ରୁ ଅଧିକ ଯୋଉ ବିଶ୍ୱବିଦ୍ୟାଳୟ ୟୁନିଟାରୀ ଆଉ ସେଣ୍ଟ୍ରାଲ ୟୁନିଭର୍ସିଟି ଅଛନ୍ତି କାହାରି ନାଁରେ ଗୋଟିଏ ଔପନିବେଶିକ ଶାସକର ନାଁ ଯୋଡା ହେଇନାହିଁ। ଆମେ 12 ବର୍ଷ 15 ବର୍ଷ ତଳେ ଚିନ୍ତା କରିବାର କଥା ଯେତେବେଳେ ଆମେ ୟୁନିଟାରୀ ୟୁନିଭର୍ସିଟି କଲେ, ଏବେ କାହିଁ କରୁଛୁ? ନିଶ୍ଚୟ ୟୁନିଟାରୀ ୟୁନିଭର୍ସିଟି କଲାବେଳେ ସେ କଥା ଚିନ୍ତା କରାଯାଇଥାନ୍ତା ନିଶ୍ଚୟ। କାହିଁ କଲେ ମୁଁ ବିସ୍ମିତ ହଉଛି। କାହିଁ କଲେ ସେତେବେଳେ ଯେତେବେଳେ ୟୁନିଟାରୀ ୟୁନିଭର୍ସିଟି ହେଲା ପବ୍ଲିକ ୟୁନିଭର୍ସିଟି ଏଟା ଆଉ ୟୁନିଟାରୀ ୟୁନିଭର୍ସିଟି ହେଲା ମାତ୍ରେ ରେଭେନ୍ସାର ନାଁଟାକୁ ମହିମାନ ମଣ୍ଡିତ କରି ଦିଆଗଲା। ତାଙ୍କର ସେ ଆବଶ୍ୟକତା ନାହିଁ। ହି ୱାଜ୍ ଜଷ୍ଟ ବ୍ରିଟିଶ ସିଭିଲ ସର୍ଭାଣ୍ଟ ଦ୍ୟାଟ୍ସ ଅଲ୍। ଆଉ ତାଙ୍କର ଏମିତି କିଛି ବିରାଟ ଅବଦାନ ନାହିଁ ଆପଣ ଜାଣିଥାଇ ପାରନ୍ତି। ରେଭେନ୍ସା କଲେଜ ଇଜ ଏ ଗ୍ରାଣ୍ଡ ୟୁନିଭର୍ସିଟି ଇନ୍ ଦି ସେନ୍ସ ବ୍ରିଟିଶ କହିଲେ ସରକାର କହିଲେ ଯେ ଲୋକ ଚାନ୍ଦା ଦିଅନ୍ତୁ, ଯେତିକି ଚାନ୍ଦା ଦେବେ ଲୋକ ସେତିକି ଆମେ ଦେବୁ। ରେଭେନ୍ସା ସେଇଠୁ ଆସିକି ନଅଙ୍କ ଦୁର୍ଭିକ୍ଷ ପାଇଁ ରେଭେନ୍ସା ସାହେବଙ୍କୁ ଦାୟୀ କରନ୍ତି? ନିଶ୍ଚୟ ହି ଇଜ ଇରେସ୍ପନ୍ସିବଲ୍ ସର୍ଟନଲି ୟେସ୍। ଶ୍ରୀତ ଦାସ ମୁଁ ଆଉ ଗୋଟେ କଥା ଜାଣିବା ପାଇଁ ଚାହିଁବି ଯେ ଯେହେତୁ ୟୁନିଟାରୀ ୟୁନିଭର୍ସିଟି ହବାର ବହୁତ ବର୍ଷ ବିତିଗଲାଣି ତ ବର୍ତ୍ତମାନ ସେ ଡିବେଟର କ'ଣ ଆବଶ୍ୟକତା ଅଛି ବୋଲି ଆପଣ ଭାବୁଛନ୍ତି? ବହୁତ ବର୍ଷ ବିତି ନାହିଁ ତ କିଏ କହିଲା ବହୁତ ବର୍ଷ ବିତି ଯାଇଛି? ଏଇ 10 ବର୍ଷ ଗୋଟେ 10 ବର୍ଷ ତଳେ ଆମେ କରିଥିଲେ, ଏବେ ପୁଣି ତାର ନାଁ ପରିବର୍ତ୍ତନ କରିବା ନିଶ୍ଚୟ। ବିକଜ ଯୋଉ ନାଁ ପରିବର୍ତ୍ତନ କଥା କୁହାହଉଛି ବର୍ତ୍ତମାନ କୁହାହଉଛି ବିକଜ ଇଣ୍ଡିଆ ମଷ୍ଟ ଡିକଲୋନାଇଜ। ଔପନିବେଶିକ ସଂକେତ ଗୁଡ଼ିକରୁ ମୁକ୍ତ ହେବାକୁ ପଡ଼ିବ ଭାରତକୁ। ଏବଂ ବିଶ୍ୱର ଏଭଳି କୌଣସି ଦେଶ ନାହିଁ ଯେ ଗୋଟେ ଔପନିବେଶିକ ସନ୍ତକୁ ନେଇକି ବସି ରହିଛି। ଭାରତ ଏକମାତ୍ର ଦେଶ ଯାହା ପାଖରେ ଗୁଡ଼ାଏ ଔପନିବେଶିକ ସଂକେତ ଅଛନ୍ତି ତାଙ୍କୁ ଧୀରେ ଧୀରେ କରାହଉଛି ସଫା ହେବା ଉଚିତ। ହ୍ୱାଇ ନଟ୍?